ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଆଠୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ। ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନା ଗହଣା। 1.5 କେଜି ସୁନା, 4 କେଜି 637 ଗ୍ରାମ ରୂପା ଜବତ ହୋଇଥିଲା। ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ 1,43 ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ ଜୟପୁର ଘରୁ ମିଳିଥିଲା 1,44 ଲକ୍ଷ ନଗଦ ଟଙ୍କା, 500 ଟଙ୍କିଆ ଓ 200 ଟଙ୍କିଆ ନୋଟ୍ ବିଡ଼ା ଜବତ। ଟି ସୁନା ବିସ୍କୁଟ ଓ ଟି ସୁନା କଏନ୍ ବି ମିଳିଥିଲା। ପ୍ରତି ସୁନା କଏନ୍ର ଓଜନ 10 ଗ୍ରାମ ରହିଛି। ଚଢ଼ାଉରେ 5 ଇନ୍ସପେକ୍ଟର 6 ସାମିଲ ଥିଲେ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟି ସ୍ଥାନରେ ଚାଲିଥିଲା ରେଡ୍। ପିଆରପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢ଼ାଉ ହୋଇଥିଲା। ଜୟପୁର ପିଆରପେଟାରେ ଥିବା ପୈତୃକ ଘର ଗୋଲ୍ଡେନ୍ ହାଇଟ୍ ଆପାର୍ଟମେଣ୍ଟରେ ଥିବା 2ଟି ଫ୍ଲାଟ୍ରେ ଚାଲିଥିଲା ଚଢ଼ାଉ। ସେହିପରି ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟ୍ରେ ମଧ୍ୟ ଚାଲିଛି ରେଡ୍। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ। सिक्रेट कौन सिक्रेट खोल से गोल्ड जो कहते से कौन